ଗଣମାଧ୍ୟମର ପ୍ରତିନିଧିବୃନ୍ଦ ଏବଂ ମୋ ପାଖରେ ବସିଥିବା ସ୍ପୋକ୍ସମ୍ୟାନ୍ ମନୋରଞ୍ଜନ ଦାସ, ସୁଦର୍ଶନ ବାବୁ, ବନ୍ଧୁଗଣ, ପୃଥିବୀ ପ୍ରସିଦ୍ଧ ରଥଯାତ୍ରାରେ ଅସଂଖ୍ୟ ଲୋକ 5 ଲକ୍ଷ ଭକ୍ତ ଯୋଗ ଦେଇଥିଲେ। ମହାପ୍ରସିଦ୍ଧ ପୃଥିବୀ ରଥଯାତ୍ରାରେ ଏବଂ ରଥଯାତ୍ରା ଦିନ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିରୋଧୀ ଦଳ ନେତା ସମସ୍ତେ ଉପସ୍ଥିତ ଥିଲେ ଏବଂ ରଥ ଟଣା ସମୟରେ ଯେଉଁ ଷ୍ଟାମ୍ପେଡ୍ ହେଲା ଏବଂ ଯେଉଁଭଳି ଅବସ୍ଥାରେ ଶହ ଶହ ଲୋକ ଡାକ୍ତରଖାନାକୁ ଗଲେ ଭକ୍ତମାନେ, ଅତ୍ୟନ୍ତ ଦୁଃଖଦାୟକ କଥା। ଏବଂ ଏହା ବ୍ୟତୀତ ତନ୍ମଧ୍ୟରୁ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଲା। ଏଥିପାଇଁ କିଏ ଦାୟୀ କିଏ? ସରକାର ତ ସ୍ପଷ୍ଟ କରିବା କଥା, ତାଙ୍କ ତରଫରୁ ସିଏ ଇନକ୍ୱାରି କମିଶନ ବସାଇବା କଥା। ସରକାର ଆସିଲା ଦିନଠାରୁ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇଛି। ତେଣୁ ବନ୍ଧୁଗଣ, ଆପଣମାନଙ୍କୁ ମନେ ପକାଇଦେବାକୁ ଚାହେଁ ଯେ ଧନ୍ୟବାଦ ଦେଉଛି ସରକାରକୁ ଯେ ଯେଉଁ ଗଣତି ମଣତି ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ଏବଂ ଚାରିଦ୍ୱାର ଖୋଲିବା ବ୍ୟବସ୍ଥା କରିଛନ୍ତି। ସେ ଆନ୍ଦୋଳନ କଂଗ୍ରେସ 10,000 ଲୋକଙ୍କୁ ନେଇ ଏହା ପୂର୍ବ ଆନ୍ଦୋଳନ କରିଥିଲେ। ତତ୍କାଳୀନ ସରକାର ଶୁଣିଲେ ନାହିଁ, ସେ ସରକାରରୁ ଗଲେ ଏବଂ ନୂତନ ସରକାରଙ୍କ କରିଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ। କିନ୍ତୁ ଏ ଯେଉଁ ଅବସ୍ଥା ହେଇଛି, ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ରାଷ୍ଟ୍ରପତିଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ଥାଇ, ଏଥିପାଇଁ ମନ୍ଦିର ପ୍ରଶାସନ ଦାୟୀ ନା ସରକାର ଦାୟୀ ନା କିଏ ଦାୟୀ? ଏଇଟା ଗୋଟେ ଇନକ୍ୱାରି କମିଶନ ସରକାର ତାଙ୍କ ତରଫରୁ ବସାଇବା କଥା। ଆଜି ସରକାର ନୀରବ, ସେଇଥିଲାଗି ଆମେ ଡେରିରେ ଏ ପ୍ରେସ୍ କନଫରେନ୍ସ କଲେ। ଆମେ ଧାରଣା ଥିଲା ଯେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ କରିବା ପାଇଁ ଗୋଟେ ଇନକ୍ୱାରି କମିଶନ ବସାଇବେ କି ଜୁଡ଼ିସିଆଲ ଇନକ୍ୱାରି କରିବେ, କିଛି ନ କରିଥିବାରୁ ଏବଂ ଏଭଳି ଅବସ୍ଥା ପାଇଁ ବାସ୍ତବିକ କିଏ ଦାୟୀ? ଏଭଳି ଘଟଣା କେବେ ଘଟିନଥିଲା ରଥଯାତ୍ରାରେ। 53 ମସିହାରୁ ଯେଉଁ କହୁଛନ୍ତି ଏକା ସାଙ୍ଗରେ ପଡ଼ିଥିଲା ବୋଲି, 53 ମସିହାରେ ଆଜି ପର୍ଯ୍ୟନ୍ତ ଏଭଳି ଘଟଣା ଘଟିନଥିଲା। ଶହ ଶହ ଲୋକ, ଡାକ୍ତରଖାନା ଜାଗା ନାହିଁ, ସେମାନେ ଇଞ୍ଜୁର୍ଡ, ଅଣନିଶ୍ୱାସୀ, ସେବାୟତମାନେ ମଧ୍ୟ ସେଥିରେ ଅଣନିଶ୍ୱାସୀ। ସେମାନେ ଡାକ୍ତରଖାନାରେ ଅଛନ୍ତି, ଏପର୍ଯ୍ୟନ୍ତ ବି ଅନେକ ଡାକ୍ତରଖାନାରେ ଆସିନାହାନ୍ତି। ତେଣୁ ଏଥିପାଇଁ ଏଭଳି ଏକ କାର୍ଯ୍ୟକ୍ରମକୁ ଆମେ ଏଭଳି ଘଟଣାକୁ ଦୁଃଖ ପ୍ରକାଶ କରୁଛୁ। କଂଗ୍ରେସ ତରଫରୁ, ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆମେ ଦୁଃଖ ପ୍ରକାଶ କରୁଛୁ ଏବଂ ଆଶା କରୁଛୁ ସରକାର ତୁରନ୍ତ ଏହାର ଇନକ୍ୱାରି କମିଶନ ବସାଇ ଏଥିପାଇଁ କ'ଣ ଦାୟୀ, ପ୍ରଶାସନ ଦାୟୀ କିମ୍ବା ମନ୍ଦିର ପ୍ରଶାସନ ଦାୟୀ, ସରକାର ଦାୟୀ ନା କୌଣସି ବିଭାଗ ଦାୟୀ, ନା ସେଠି କଲେକ୍ଟର ଦାୟୀ ନା ପୁଲିସ ଦାୟୀ, ଏ ଇନକ୍ୱାରି କରି ଜନସାଧାରଣଙ୍କ ନିକଟରେ ଯଦି ତା ନ ରଖିବେ ଓ ତା ପ୍ରତିକାର ନ କରିବେ, ଆଗାମୀ ଦିନରେ ବାହୁଡ଼ା ଯାତ୍ରା ମଧ୍ୟ ଅନୁପ୍ରାଣିତ ହେବ, ଏଥିରେ ପ୍ରଭାବିତ ହେବ। ତେଣୁ କୌଣସି ମହାପ୍ରଭୁ ଜଗନ୍ନାଥଙ୍କର ଯାତ୍ରା, ଗୁଣ୍ଡିଚା ଯାତ୍ରା ସରିଲା ପରେ ମଧ୍ୟ ବାହୁଡ଼ା ଯାତ୍ରା ଅଛି। ତା ପୂର୍ବରୁ ଆମେ ସତର୍କ କରିଦେଉଛୁ ସରକାରଙ୍କୁ ଯେ ୟା ତଦନ୍ତ କରନ୍ତୁ ଏବଂ ବାହୁଡ଼ା ଯାତ୍ରାରେ ଏଭଳି ଅଘଟଣ ନ ଘଟିବା ପାଇଁ ସାବଧାନ ପ୍ରିକସନ୍ ନିଅନ୍ତୁ। ଏ ଦାବି କଂଗ୍ରେସ ତରଫରୁ ଆମେ କରୁଛୁ ଏବଂ ଆଶା କରୁଛୁ ସରକାର ଏପର୍ଯ୍ୟନ୍ତ ନୀରବ, କିଛି କହୁନାହାନ୍ତି। କାହିଁକି କହୁନାହାନ୍ତି ମୁଁ ଜାଣେ ନା।
सरकार आसला दिन आईन श्रृंखला विपर्यस्त आसु आसु कर्फ्यू डिक्लेयर है बालेश्वर में आसु आसु भुवनेश्वर धस्ताधस्ती पुलिस सागे ये सब आईन श्रृंखला परिस्थिति अत्यंत खराब एवं अन्य कथा पर कह प्रभु जगन्नाथ आलोचना होची आगामी बाहुड़ा यात्रा अति श्रृंखला सह हवाई सावधानता प्रिकसन नापी आम सरकार निकट दाबी कर बर्तमान मु अनुरोध करुँची मनोज दास पचारे निश्चित भाव में गोटे गोटे जाओ कहती राज्य शुभंकर नुह ये गोटे आसी गोटे जाओ कहती जे गोटे घटना चक्र रे कौन हम कौन ना किसी कहींपर ना जेहेतु ठाकुर पढ़ी निश्चित भाव में एपाई दायी जो मैंने विरुद्ध दृढ़ कार्यानुष्ठान ग्रहण करने दरकार सरकार भी सचेतन हवा दरकार नुआ नुआ आसचन सरकार को फुली जाऊँच बेसी फुली जाऊँच विभिन्न अफिसर को धमकैले एपरी भाव में अनुरोध करी मुख्यमंत्री की तुरंत जो मान आम ठाकुर पड़ी जाइए आउजाई विरुद्ध दृढ़ कार्यानुष्ठान ग्रहण कर तदंत दाबी करेंगे कि आज्ञा गोटे कथा कहि शुणु सामान्य कथा मंत्री मानक मुख्यमंत्री बीजेपी सरकार सामान्य कथा तेणु भक्त सामान्य कथा नुह भक्त भारी गरीब कथा भारी सीरियस कथा यहाँ निजु कौन भावुं जगन्नाथ ऊर्धे भाविले एमाने जगन्नाथ ठार ऊर्धे भाविले ये राज्यपति शुभंकर नुह बलदेवंकर पड़ा ये राज्यपति शुभंकर नुह तांगे गर्वर जो फाटी जाऊँच सतर्क बाणी सतर्क चिन्ह देते प्रभु बड़ ठाकुर सतर्क करे तुम सतर्क हुआ अहंकार फाटी जाओनी एक से कहते दर्शे निहाती गोटे हाईकोर्टर जड़े कार्यकारी जस्टिस मान्यवर जस्टिस तदंत करने दरकार मान्यवर जस्टिस तदंत करने दरकार एक आम दाबी कर कांग्रेस दल एवं विधानसभा भी प्रसंग उठिब जे आपण माने किपरि जगन्नाथ को रथ को बड़ ठाकुर रथ को बलदेव रथ को दे किपरि भाव में आपण माने किपरि भाव में सीरियसली नहीं पहुंची की एटा आम देखा आम पचारू एबे आपण रथरे ही सीरियस होना रत्न भंडार केमती सीरियस हे रत्न भंडार एटा बड़ प्रसंग आछि ओडिसा बाबा कथा शुण रत्न भंडार आगे कौन सीरियस अच्छा कौन ना मुझे जानी तेणु एम तो आगुरी तो रत्न भंडार गुणिचा बेलू खोलिया निष्पत्ति नहीं कमिटी एबे कौन करेंगे केबे खोलिबे कौन करेंगे वर्तमान खाली चली आलोचना मध्यम आलोचना चलती 14 खोलतु जब खोलिया दरकार सीरियस हवा दरकार सरकार सीरियस हवा दरकार खोलिया दरकार आम तो रत्न भंडार खोलो बोलिक कांग्रेस दल पुरी रे समावेश भी करथिला समावेश भी आम करथिलु आम सब बेले दाबी रही रत्न भंडार खोलिया पाई कौन कहे टीएमसी योजना लागू हेले केते लाभवान हम शुणु पीएमसी योजना लागू हवापाई मना ना कि अर्थ केते आसला देखा पड़ो बर्तमान केते केंद्र सरकार केते टंका देइचंती सेटा सरकार स्पष्टीकरण दिवंतु जे आम 800 स्कूल को नेलु केंद्र सरकार देइचंती एतिक टंका राज्य सरकार तार 40% भरिबे खाली तो केंद्र सरकार दो नांती राज्य सरकार भी 40% केंद्र सरकार 60% एटा शेयर हम एटा किपरि भाव हम तार गोटे तालिका करबा दरकार
ଆଠଶହ ବୋଲି ତା ମନ ଇଚ୍ଛା କରିଛନ୍ତି। ଏଇଟା କିଏ ଜାଣିଛି କ'ଣ ହେଇଛି, ତାର ସ୍ପଷ୍ଟ କିଛି ନାହିଁ। ଦେଖାଯାଉ, ଆସନ୍ତା ୟା ଉପରେ ତ ଆମେ ନିଶ୍ଚିତ ଭାବରେ ୟା ଉପରେ ଆମେ ଆଲୋଚନା କରିବୁ। ପ୍ରଥମତଃ ଯେଉଁ ସ୍କୁଲ ଗୁଡ଼ାକରେ ଭ୍ୟାକେନ୍ସି ଅଛି, ଶିକ୍ଷକ ନିଯୁକ୍ତି ନାହିଁ, ଶିକ୍ଷକମାନଙ୍କୁ ଭ୍ୟାକେନ୍ସି ଅଛି, ତାକୁ ଏମାନେ ପୂରଣ କରନ୍ତୁ ଏବଂ ଜିଲ୍ଲାସ୍ତରୀୟ ନିଯୁକ୍ତି ଦିଅନ୍ତୁ। ଜିଲ୍ଲାସ୍ତରୀୟ ନିଯୁକ୍ତି ଯେଉଁ ପର୍ଯ୍ୟନ୍ତ ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଶିକ୍ଷାର କେବେ ଉନ୍ନତି ହେବନି। ଭାଷା ଭିତ୍ତିକ ନିଯୁକ୍ତି ଦରକାର। ନମସ୍କାର। ଆଜି ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆପଣଙ୍କୁ କିଛି କହିବାକୁ ଯାଉଛି। ଗତକାଲି ପୁରୀରେ ପହଣ୍ଡି ସମୟରେ ଯେଉଁ ଅଘଟଣ ଘଟିଲା, ତାହା ମୋତେ କେବଳ ବ୍ୟଥିତ କରିନି। ଯଦି ଦେଖିବେ, 4.5 କୋଟି ଓଡ଼ିଆ ତଥା ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ତାଙ୍କ ଭାବାବେଗକୁ ବହୁତ ଠେସ୍ ପହଞ୍ଚିଛି। ସେ ଯାହାକୁ ଭଲ ପାଆନ୍ତି, ଯିଏ ତାଙ୍କର ପ୍ରାଣକେନ୍ଦ୍ର, ଯୋଉଠି ତାଙ୍କର ଅନ୍ତରାତ୍ମା ରୁହେ, ସେ ଯୋଉଭଳି ଭାବରେ ପଡ଼ିଗଲେ, ତାକୁ ନେଇକି ସମସ୍ତେ ବ୍ୟଥିତ, ମର୍ମାହତ, ଲଜ୍ଜିତ। ଆପଣମାନେ ସମସ୍ତେ ଜାଣିଛନ୍ତି, ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ସମୟରେ ବଡ଼ ଠାକୁର ଯୋଉଭଳି ଭାବରେ ତଳେ ପଡ଼ିଗଲେ, ସମସ୍ତଙ୍କୁ ସେ ଘଟଣା ଅତ୍ୟନ୍ତ ମର୍ମାହତ କରିଛି, ବ୍ୟଥିତ କରିଛି। ଯେକୌଣସି ଲୋକ ଯିଏ ବି ଭଗବାନଙ୍କୁ ଟିକେ ଭଲ ପାଆନ୍ତି, ଯିଏ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଟିକେ ବି ମନେ ପକାନ୍ତି, ତାଙ୍କ ପାଇଁ ଏଇଟା ଗୋଟେ ଅତ୍ୟନ୍ତ ଲଜ୍ଜାକର ଘଟଣା ହେଇଛି। ଯୋଉଥିପାଇଁ କି 4.5 କୋଟି ଓଡ଼ିଆ ଆଜି ସମସ୍ତେ କାନ୍ଦୁଛନ୍ତି, ମନ ଦୁଃଖରେ ଅଛନ୍ତି। ଏଇଭଳି ଏକ ଅଭାବନୀୟ ଘଟଣା, ଏକ ଅତ୍ୟନ୍ତ ଲଜ୍ଜାକର ଘଟଣା ବିଷୟରେ ଆମେ ଭାବିଥିଲୁ ଯେ କିଛି ସରକାର ସେ ବିଷୟରେ କଥାବାର୍ତ୍ତା କରିବେ, କିନ୍ତୁ ଯୋଉଭଳି ଭାବରେ ଉପମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ତାଙ୍କର ମନ୍ତବ୍ୟ ଦେଲେ, ସେ ମନ୍ତବ୍ୟ ଆମ ସମସ୍ତଙ୍କୁ ଆହୁରି ବ୍ୟଥିତ କରିଛି। ଆପଣ ଦେଖିବେ ଯେ ପ୍ରତ୍ୟେକ ଓଡ଼ିଆ ଆଜି କୋଉଠି ନା କୋଉଠି ଅତ୍ୟନ୍ତ ଦୁଃଖର ସହିତ ସେ ତାକୁ ନେଇଛନ୍ତି। ସେମାନେ କହିଲେ ଯେ ଇଏ ହେଉଛି ମହାପ୍ରଭୁଙ୍କର ଇଚ୍ଛା। ଏଇଟା ଅତ୍ୟନ୍ତ ଦୁଃଖ ସମସ୍ତଙ୍କୁ ଦେଇଛି, ସମସ୍ତଙ୍କୁ ମର୍ମାହତ କରିଛି। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ, ସରକାର ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏହି ରଥଯାତ୍ରାକୁ ସୁଚାରୁ ରୂପେ ତୁଲାନ୍ତୁ ଏବଂ ଯେମିତି ମହାପ୍ରଭୁଙ୍କର କୌଣସି ଅସୁବିଧା ନ ହୁଏ ରଥଯାତ୍ରାରେ, ସେମିତି କାର୍ଯ୍ୟକ୍ରମ କରନ୍ତୁ। ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ, ସମସ୍ତେ ଏଥିରେ ସହଯୋଗ କରନ୍ତୁ। ଧନ୍ୟବାଦ, ନମସ୍କାର।